लाडू लो चुट्टी के नहीं गला लो हेलो बाबा नहीं गला कोड़ी ଆମ ସୁନାଟା ବା ଓଦା ପଟି ପକେଇବୁନି ଓଦା ପଟି ପକେଇବୁନି ପକେଇବୁନି ସେଇଠି ରଖିଦେବି ହଁ ଏଇଠି ରଖିଦେ ତୁ ଏଇଠିକି ମୋ କୋଳକୁ ଏଇଠିକା ନା ବା ମୋ ଲାଡୁଲ ନଣ୍ଡୁଲି ହେଇକି ଚାଲି ଆସିଲା ନା ହଁ ଏମିତି ଲାଗିଲା ଦେଖିଲୁ କେମିତି ଦେଖାଯାଉଛି ଟିକେ ଅଇନାରେ ଦେଖିଲୁ ଅଇନା ଟିକେ ଦେଖିଦେଲୁ କେମିତି ଦିଶୁଛି ଏଇଠି ଦେଖିଲୁ କେମିତି ଦିଶୁଛି କେମିତି ଦିଶୁଛି ବାବା ଭଳିଆ ଦିଶୁଛୁ ବାବା ଭଳିଆ କିଏ ଦିଶୁ କ'ଣ ତୋ ଚୁଟି କାଇଁ ଲଡୁ କାଇଁ ନାଇଁ ଚୁଟି କାଇଁ ବାବୁ ଟିକେ ଆ ତା ପାଖକୁ ମୋ ଲାଡୁలు ଏବେ ନଣ୍ଡା ହେଇଗଲେ ଲାଡୁ ତୋ ଚୁଟି କାଇଁ लो ନାଇଁ ଚୁଟି ନାହିଁ କହିଦେନି ଟିକେ କାଇଁ ସେଇଠି ନାହିଁ କହିଦେନି କ ନାଇଁ କହିଦେନି କିଏ ନେଇଗଲା ନେଇଗଲେ କିଏ ଦେଇଦେଲେ ବାବା ଦେଇଦେଲେ ଚୁଟି ହଁ ଏମିତି ହାତରେ ନେଇଗଲେ ଚୁଟି ମୋ ଲାଡୁଲେ ଏବେ ମାମାମ କରିଦେବ ହଁ ମୁଁ ଦେବି ମାମାମ ଦେବି ଏଇଟା ମାମାମ କରିଦିଅ ମାମାମ କରି ଲାଡୁ କୋଉଠି ଶୋଇବୁ ଏଇଠି ଶୋଇବୁ ଟିକେ କହିଦେନି ଟିକେ କ ମୋ ଚୁଟି ନାହିଁ କହିଦେନି ଆଉ ଥରେ କହିଦେନି ଲାଡୁର ଚୁଟି କଟା ହେଉଥିଲା ପଛରେ ଯେଉଁ ଟିକେ ଚୁଟି ରୁହେ ସେ ହଲେଇଲା ଦେଖନ୍ତୁ ତା ଚୁଟି କେଉଁଠି ଅଛି ଦେଖନ୍ତୁ ମଝିରେ ତା ଚୁଟି ନ ରହିକି ଗୋଟେ ସାଇଡ଼ରେ ଚୁଟି ରହିଛି ଲାଷ୍ଟ ବେଳକୁ ଖାଲି ହଲେଇଲା ନା ପୁରା ଚୁଟି କଟା ହେଇଗଲା ଟିକେ ହଲେଇଲାନି ପଛରେ ଯେଉଁ ଚୁଟିଟା ଯେଉଁ ସାଇଜ୍ କରନ୍ତି ସେତିକି ବେଳେ ଜମା ହଲେଇଲି ମାନେ ଦେଖେଇଲାନି ଆଉ ପୁରା ଚିଡ଼ିଚିଡ଼ା ଖାଲି କୁଣ୍ଡେଇ ମୁଣ୍ଡେଇ ହେଲା ସେଥିପାଇଁ ସେ ଏମିତି ଜଷ୍ଟ ମାରୁଥିଲେ ସେ ହଲିଗଲା ଯେ ଗୋଟେ ସାଇଡ଼ରେ ଟିକେ ଥିଲା ମୁଁ ଥାଉ ସେଇଟା ଛାଡ଼ିଦିଅ ନା ତୁ କେମିତି ଦିଶୁଛୁ ବାବା ଭଳିଆ ଦିଶୁଛୁ ଆଜି ତ ବାବା ଭଳିଆ ଦିଶୁନୁ ବାବା ମୁଣ୍ଡରେ ତ ଚୁଟି ଅଛି ତୋ ମୁଣ୍ଡରେ ଚୁଟି ନାହିଁ ହଁ ତୁ ବାବା ଭଳିଆ ଦେଖାଯାଉଛି ହେଲା ଲାଡୁଲ ଏବେ ଦେଖନ୍ତୁ ଆପେଲ ଗାଜର ବିଟ୍ ତାକୁ କାଟିଦେଲି ସରି ଚୋପା ଛଡ଼େଇ ନେଲି ତାକୁ ଏବେ ଆଉ ଆଳୁ ଗୋଟେ ଆଉ କ'ଣ ଆସି ତୁ କରୁଛୁ ଡାକିବି ଯେତେବେଳେ ଆସିବୁନି ଖାଲି ମାମା କ'ଣ କରିଲେ ପଛେ ପଛେ ଆସି ବୁଲିବୁ ହେଲା ଏଇଟା ଧନୁରୁ କିଏ ନେବ ତାକୁ ତାର ଟିକେ ଖଜୁରୀ ଦିଟା ପକେଇକି ତାକୁ ସିଝେଇ ଦେବି ସେ ଲାଡୁଲ ଖାଇବ ଆଉ ଆମର ଆଜି ଭାଇ ନେଇ ଆସିଛନ୍ତି ଦେଖନ୍ତୁ ମାଛ ପଖାଳ ଆଉ ଇଏ ତ ମନ ଖୁସି ହେଇଗଲା ୟାର ଆଉ ପଖାଳ ମାଛ ଶୁଣିକି ଆଉ ନୁହଁ ଏଇଟା କିଏ ନେବ ଏଇଟା କିଏ ନେବ ଧର लाडू लो चुट्टी के नहीं गला लो हेलो बाबा नहीं गला कोड़ी का भीतर पूरे दे बाबा नहीं रख दे आज आमर लाडुल नांडुल हम बोली देखो सकाळु सकाळु रोषेई भी किसी होइनथिला खाली रुटी कर देइथिली आ क्षीर गरम करथिली ता बाबा खाउचंदी चुट्टी कोठी रखिछु पखाळ भात माछ भजा आज उपास मटन खाइता से कहला तो सुखुआ नहीं आसछंदी बाबा सुखुआ पोड़ा भात खाइब कि नहीं दियो ता पैसा दियो सुखुआ बिना सुखुआ नहीं हां आ जानि छु तो कोन मु दुकान में बात दे ए देख आउ जण को देख रे आउ जण को देख रे छोटा होई दिला ताऊ दिया था देखु ये दीज ये खेलुंट आपको मुझे शुएबी बोली बाकी ये शोलानी देखो ये दीज जा कौन हो अरे ये कौन ये किए खेल हो देखिए किए शीघ्र आसो देखिया आसला आसला देखिया देखिया देखिए चलो आस 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 शीघ्र शीघ्र धन तू पलिया धन तू शीघ्र शीघ्र आस देखिया एरे मो लाडू आग आसीगला रे हे रे मो धन आसी पहुँचला मो लाडू कहीं हे तो मो धन आस आस तो पछ पटिया डाकू आस जा 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 हाँ खेल हाँ ये
ହଉ ତମେ ଖେଳ ମୁଁ ରୋଷେଇ କରୁଛି। ନା ମୁଁ ଯିବିନି ତମେ ଖେଳ ହେଲା। ଯା ଯା ସେ ତୁ ମାମା କତିକି ଯା, ସେ ତତେ କହୁଛି। ଦେଖନ୍ତୁ ଏଠି ଲାଡୁଲ ମୁଁ ଆପେଲ ବସେଇ ନେଲି, ଆଉ ବାକି ଏଥିରେ ଆଳୁ ଆଉ ବିଟ୍ ଆଉ ଗାଜର ତାକୁ ଏମିତି ଧୋଇକି ମୁଁ ଏମିତି କାଟି ନେଇଛି, ଯେହେତୁ ଜଲ୍ଦି ଜଲ୍ଦି ସିଝିବ ବୋଲି, କାହିଁକିନା ଲେଟ୍ ହେଇଗଲାଣି ଆଜି ମୋର ରୋଷେଇ, ତ ସେଥିପାଇଁ ଏମିତି ମୁଁ କାଟି ନେଇଛି। ମୁଁ ତାକୁ ଏମିତି ସିଝେଇକି ପ୍ରେସର କୁକରରେ ବସେଇ ଦିଏ। ବାକି ଆଜି ଛୋଟ ଛୋଟ କରିକି ଏମିତି କରିଦେଲି, ପ୍ୟାନ୍ରେ ବସେଇଦେଲି। ଏବେ ଖଜୁରୀ ଦିଟା ପକେଇଦେବ, ପକେଇ ଦେଇକି ତାକୁ ସିଝେଇବାକୁ ଛାଡ଼ିଦେବ। ସିଝେଇଲେ ଜଲ୍ଦି ଜଲ୍ଦି ସିଝିଗଲେ ଲାଡୁଲ ଖାଇବ। ଏ ମାଟା ଚାଲ ଏବେ ଶୋଇବ, ଚାଲ ଉଠ ଉଠ ଉଠ, ଛାଡ଼ ତାକୁ ବାବା, ମୁଁ ତାକୁ ଶୋଇଦିଏ। ମୋ ସୁନାଟା କାଇଁ ଏଇଟା, ମୋ ଝିଅ କାଇଁ, ମୋ ଝିଅ କାଇଁ କହିଦେନି ଟିକା। ଏବେ ତମେ ବି ତ ଟିକା ଲଗେଇଛ ନା, ଏବେ ତମେ ଲଗେଇଛ, ଦେଖିଦେନି ତମ ଟିକା କାଇଁ ଦେଖିଲ। ଏଇ ତ ଏ ଲୁଚି ଖେଳିଦେନି ଟିକେ, ଏଇ ତ ଲୁଚି ପଇଲା, କଣ୍ଢେଇ ପଳେଇଲା। କଣ କହୁଛି ଦେଖ, ଏଟା ତ ପକ୍କା କାର୍ଟୁନଟା। ଚାଲ ଭାଇ କହିଦେନି ଯା ପାଠ ପଢିବୁ, ଯା ଯା ପାଠ କହିଦେନି, ଏ ବି ପଢିବୁ, ଯା କହିଦେ ବି ପଢିବୁ, ଯା ନା ମାମା ଏଇଠି ଏଇଠି ଢା ଢା। ତ ଭାଇ କି କହିଦେନି, ଭାଇ ସାର୍ ଆସିବେ ପଳା, କହିଦେନି ସାର୍ କହିଦେନି ସବୁ ତ ଖାଲି ଖାଲି ଭାଇ ମାଡ ଖାଇବ, କାହିଁ ଭାଇ କଣ ପାଠ ପଢୁନି କି ଭାଇ ମାଡ ଖାଇବ। ଶୁଣୁ ତୁ କାହାକୁ ବେଶୀ ଭଲ ପାଉ, ଚାହା ତ କହିଲେ ଖାଲି ବାବା, ଆଉ ମାମାର କିଛି ନାହିଁ। ହେଇରେ ଆମ ପଛପଟେ କିଏ ଦେଖିଲୁ, ବାବୁ କାହିଁ ଦେଖିଲୁ ତାର ଦେଖନ୍ତୁ ସବୁବେଳେ ତାର ଚଲେଇଛି, କିଛି ନା କିଛି କିଛି ଚଲେଇଥିବ। ଚାଲ ଶୋଇବା, ଚାଲ ଚାଲ। ସେ ବି ମୋର ହେଇନାହିଁ, ଏମାନେ ବୁଝୁନାହାନ୍ତି, ଦି ଜଣ ଯାକ କେତେ ଦୁଷ୍ଟ ହଉଛନ୍ତି ଦେଖନ୍ତୁ। ଧନ କିନ୍ତୁ ସେ ଅନେଇଲୁ, ସେ ନଣ୍ଡା ହେଇଛି, ତାକୁ ଲକ୍ଷ୍ୟ କରିବୁ, ତା ମୁଣ୍ଡ ଯେମିତି କୋଉଠି ଟିକେ ବି ନ ବାଜେ, ତା ମୁଣ୍ଡ ଯେମିତି କୋଉଠି ବାଜିବନି। ହଁ ତାକୁ ଚୁପଚାପ ଖେଳଉଥା ମାସେ। ଆମ ସୁନାଟା ବା ଓଦା ପଟି ପକେଇବୁନି, ଓଦା ପଟି ପକେଇବୁନି, ପକେଇବୁନି, ସେଇଠି ରଖିଦେବି। ଏଇଠି ରଖିଦେ, ତୁ ଏଇଠିକି ମୋ କୋଳକୁ ଏଇଠିକା ନା। ତା ଜ୍ୱର ଜୋର ଆକ୍ଚୁଆଲି, ଦେଖନ୍ତୁ ଏଠି ପାଣି ଆଣିଛି, ଓଦା ପଟି ପକଉଛି, ସେଥିପାଇଁ ସେ କାନ୍ଦୁଛି, କହୁଛି ମୁଁ ପକେଇବିନି, ତା ଥଣ୍ଡା ଲାଗୁଛି। ଏଠି ଲାଡୁଲକୁ ଆକ୍ଚୁଆଲି 2 ଦିନ ହେଲାଣି ଜ୍ୱର, ଦେଖନ୍ତୁ କେତେ କଷ୍ଟରେ ସେ ଶୋଇଲା। ଯେହେତୁ ତାକୁ ଥଣ୍ଡା ଲାଗୁଛି, ସେଥିପାଇଁ ସେ କହୁଛି କି ମୁଁ ମୁଣ୍ଡରେ ଓଦା ପଟି ପକେଇବିନି। କାଲି ରାତି ସାରା ତାକୁ ପୁରା ଜ୍ୱର, ରାତି 4ଟା 4:30 ପର୍ଯ୍ୟନ୍ତ ବାବାର ମୋର ବସିଥିଲୁ। ଏତେ ଜୋରେ ଜ୍ୱର ଯେ ମାନେ ସିଏ ଶୋଉଛି, କିନ୍ତୁ ମାନେ ମୁଣ୍ଡରେ ଏତେ ଜୋରେ ମାନେ ଜ୍ୱର ଯେ ପାଣି ପଟି ପକେଇ ଦେଉନି ଟୋଟାଲି। ଆଉ ଏତେ ଜୋରେ ଜ୍ୱର ଦେଖିକି ମୋତେ ପୁରା ଡର ଲାଗିଲା, ପୁରା 104 105 ଜ୍ୱର, ମାନେ ମେଡ଼ିସିନ ଦିଆହେଇଥିଲା। ମ୍ୟାଡ଼ାମଙ୍କ ପାଖକୁ ବି ଆମେ ଫୋନ୍ କରିଥିଲୁ, ମୁଁ ଯେଉଁଠି ଦେଖାଏ, ମ୍ୟାଡ଼ାମ୍ କହିଲେ କି ତାକୁ AC 25-26 କରିକି ଏସିରେ ତାକୁ ରଖିବା ପାଇଁ, ଯେହେତୁ ଏତେ ଜୋରେ ଗରମ ହେଉଛି, ମେଡ଼ିସିନ ବି ତାକୁ ଦିଅ, ପ୍ଲସ୍ ତାକୁ ପୋଛାପୋଛି କର, ଆଉ AC 25-26 କରିକି ତାକୁ ହିଁ ରଖ। ବାକି ଯେଉଁ ଟେମ୍ପରେଚର ଏମିତି ରହୁଛି, ଗରମ ଥଣ୍ଡା ପୁରା, ଆଉ ତାକୁ AC ବନ୍ଦ କରିଦେଲେ ସେଇଟା ବଡ଼ି ଆହୁରି ଗରମ କରିଦେବ, ତ ସେଥିପାଇଁ ତାକୁ ହାଲକା AC 26-27ରେ ମୁଁ କରିକି ତାକୁ ରଖିକି ତାକୁ ଏମିତି ଓଦା ପଟି ପକଉଛି। ଏଇଠି ଦେଖନ୍ତୁ ମୁଁ ପାଣି ରଖିଛି, ତ ଜ୍ୱର ଆସିଲା ମାନେ ସାଙ୍ଗେ ସାଙ୍ଗେ ପୋଛୁଛି। ନା 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 ଦେଖନ୍ତୁ ସେ ଶୋଇ ପଡ଼ିଲା,
କିନ୍ତୁ ନିଜେ ନିଜେ ଆଖିରେ ହାତ ରଖିକି ଥାପୁଡ଼ଉଛି ଦେଖନ୍ତୁ। ଏମିତି କରି କରି ସେ ଆପେ ଶୋଇପଡ଼ିବ।